କାଲି ରାତିରେ 12ଟା କିଛି ସମୟ ଭିତରେ ମୁଁ ଗୋଟେ ବାଇପାସ୍କୁ ଭଡ଼ା ନେଇକି ଯାଉଥିଲି। ଆଉ ମୁଁ ବାଇପାସ୍ ଭଡ଼ା ନେଇକି ଯିବା ଭିତରେ ନେଇକି ପ୍ୟାସେଞ୍ଜରକୁ ମୁଁ ସେଇଠି ବାଇପାସ୍ରେ ଛାଡ଼ିଲି। ଛାଡ଼ିକି ମୁଁ ଗାଡ଼ି ବୁଲେଇ ଜଷ୍ଟ ଆସୁଛି, ମୋତେ ଅଟକେଇ ଦେଲେ, କିଛି କୁହା ନାହିଁ ଇଏ ନାହିଁ, ମୋତେ ମାଇଲେ। ଆଉ ମୋର ସୁନା ଚେନ୍ ଗୋଟେ ବେକର ଥିଲା ଛିଡ଼େଇ ନେଇଯାଇଛନ୍ତି, 2 ଭରି ହେବ, ଆଉ ଗୋଟେ ଭେସଲେଟ୍, ଆଉ ମୋର କିଛି ପଇସା। ଆଉ କେତେ ଜଣ ଥିଲେ? ଉଦ୍ଦେଶ୍ୟ କ'ଣ ଥିଲା କି ଜଣାପଡ଼ୁଛି? ଉଦ୍ଦେଶ୍ୟ ତ ମୁଁ କିଛି ଜାଣିନାହିଁ। ସେ ପିଲା ଭିତରୁ ଗୋଟେ ପିଲାକୁ ଯାହାକୁ ମୋତେ ମାରିଥିଲେ 10 ଜଣ ପ୍ଲସ୍ ଥିଲେ, ସେ ମାନେ 10ରୁ 15 ଭଳିଆ ଥିଲେ ସେ। ତା ଭିତରୁ ମୁଁ ଗୋଟେ ପିଲାକୁ ଦେଖିତେ ପାଇଲି ଯେ ସେ ପିଲା ଆଗରୁ ଅଟୋ କିମ୍ବା ବାଇକ୍ ସେସବୁ ମାନେ ଛଡ଼ାଛଡ଼ି କରେ। ସେ ପିଲା ସେ ପିଲା ଷ୍ଟେସନରେ ବି ବୁଲାବୁଲି କରେ ବୋଲି ମୁଁ ତାଙ୍କୁ ଦେଖିଥିଲି ବୋଲି ମୁଁ ତାକୁ କାଲି ଚିହ୍ନି ପାରିଲି। ଆଜ୍ଞା, ରାତିରେ କାଲି ମୋତେ ଯେତେବେଳେ ମାରିକି ସିଏ ଜଷ୍ଟ ମୁଁ ଯାଉ ପ୍ୟାସେଞ୍ଜରକୁ ଛାଡ଼ିଦେଲି ବାଇପାସ୍ରେ, ସେ ପ୍ୟାସେଞ୍ଜର ମୋତେ ମାରିଲେ ବେଳେ ସେ ପ୍ୟାସେଞ୍ଜର ଆଉ ଗୋଟେ ଭାଇ ତାଙ୍କର ଆସୁଥିଲେ ଘରୁ ବାହାରିକି ଆଇଲେ, ଆଉ ଇଏ ଦୌଡ଼ିକି ପଳେଇଲେ ସବୁ। ଆଉ ପଳେଇଲା ଭିତରେ ମୁଁ ଫୋନ୍ କରିକି ମୋ ଷ୍ଟାଣ୍ଡକୁ ଜଣେଇଥିଲି। ଷ୍ଟାଣ୍ଡ ତରଫରୁ ମୋତେ ଆଣିକି ମୋତେ ଥାନାରୁ ଆଉ ମେଡ଼ିକାଲ ଆଣିକି ସହାୟତା କରି ପହଞ୍ଚେଇଥିଲେ। ଆଉ ସେଠି CCTV ବି କ୍ୟାମେରା ବି ଅଛି, ଆପଣ ଟିକେ ଯାଞ୍ଚ ବି କରିପାରିବେ।